ଆଜ୍ଞା ପରିଚୟ ଆପଣଙ୍କର? ଆଜ୍ଞା ମୋ ନାଁ ହଉଛି ଭାଗ୍ୟଧର ସ୍ୱାଇଁ, କୋଉ ପଞ୍ଚାୟତ? ପଞ୍ଚାୟତ ବନ୍ଦକାଟିଆ, ଗ୍ରାମ ବନ୍ଦକାଟିଆ। କଣ ହେଇଛି ଏଠି ଆସିଛ? କଣ ହବ ଆଜ୍ଞା, ଆସିଛୁ ବର୍ତ୍ତମାନ ମୋର ଇନ୍ଦିରା ଆବାସଟି ଆପ୍ଲାଏ କରିଥିଲି ଅନଲାଇନରେ। ମୋ ଲିଷ୍ଟ ଥିଲା, ବର୍ତ୍ତମାନ ଦେଖିଲା ବେଳକୁ ପଞ୍ଚାୟତ ଅଫିସ ଯୋଉ ଲିଷ୍ଟ ଯାଇଛି ତା ଦେହରେ ଦେଖିଲା ବେଳକୁ ମୋର ଲିଷ୍ଟ ନାହିଁ। ଆଜ୍ଞା ମୁଁ ଅକ୍ଷମଣୀୟ ଲୋକ, ଘର କରିବା ପାଇଁ ମୋର ଯୋଗ୍ୟ ନାହିଁ। ତେଣୁକରି ବର୍ତ୍ତମାନ ମୋର ଯୋଉ ଘରଟି ବର୍ତ୍ତମାନ ଭାଙ୍ଗି ଭୁଙ୍ଗି ଯାଇଛି, ତାକୁ ବର୍ତ୍ତମାନ କେମିତି ମୁଁ ଘରଟି ଠିଆ କଲେ ସେଠି ରହିବି, ପର ଘରେ ଆଶ୍ରୟ ନେଇକି ରହୁଛି। ଆଜ୍ଞା ଆଉ କଣ ଆଜ୍ଞା ଦେଖୁଛନ୍ତି ଅବସ୍ଥା ଏଇଆ। ଆଉ ଏଇଭଳି ଅବସ୍ଥାରେ ଯଦି ବାଡ଼ କ୍ଷେତ ଖାଇଯିବ, ବର୍ତ୍ତମାନ ପ୍ରଶାସନିକ ଅବସ୍ଥା ସେଇଭଳି, କଣ କହିବି। ହଁ, ଏଇଭଳି ଅବସ୍ଥାରେ ବର୍ତ୍ତମାନ ବିଜେପିରେ ଭୋଟ ଦଉଥିଲି, ବିଜେଡି ବାଲା କଲେ। 2018 ମସିହାରୁ ଆଜ୍ଞା ମୋ ଘର ଭାଙ୍ଗିଗଲାଣି, ପର ଘରେ ଆଶ୍ରୟ ନେଇକି ରହୁଛି। 95,000 ଟଙ୍କା ହେଇଥିଲା, ତାକୁ ଚଞ୍ଚକତା କରିକିରି ତାକୁ ଅଲଗା ଲୋକକୁ 40,000 ଟଙ୍କା ବିକିଦେଲେ। କଣ କରିବି ଏଇଭଳି ଅବସ୍ଥାରେ? କେମିତି ବର୍ତ୍ତମାନ କେମିତି ସରକାର ସବୁ ଚାଲୁଛି ଆପଣମାନେ ନିଜେ ତ ଦେଖୁଥିବେ, ଆଉ କଣ ମୁଁ କହିବି। କଣ ଦାବି କଣ ରଖିବେ? ଦାବି ଆଜ୍ଞା କଣ, ମୋର ଘରଟି ଦରକାର। ଆଉ ଘରଟି ହେଲେ ମୁଁ ରହିବି ସେଠି, ଆଉ ଯୋଉଠି ରହିଛି ବର୍ତ୍ତମାନ ଆଶ୍ରୟ ନେଇ। ଆମେ 3 ଭାଇ ବର୍ତ୍ତମାନ ଭିନେ, 3 ଭାଇ ଭିନେ, ମୋତେ ତ ବାପା ସେଠି ଘରଟି ଦେଇଥିଲା। ଘରଟି ଭାଙ୍ଗି ଯିବାରେ ମୁଁ ସେଠି ଯାଇ ରହିଲା ବେଳକୁ 2 ଭାଇଙ୍କ ଭିତରେ, ଆମର 3 ଭାଇଙ୍କ ଭିତରେ ଝଗଡ଼ା ହେଉଛି। ସେ କହୁଛନ୍ତି ତମେ ଯେତେ ଶୀଘ୍ର ଘର କରି ଏଠୁ ଯାଅ। ତେଣୁକରି ମୁଁ ତ ବର୍ତ୍ତମାନ ଘର କରିବା ଯୋଗ୍ୟ ନାହିଁ, ମୁଁ କଣ କରିବି। ଆଉ ସେଠି ଦେଖିକି ଘର କହୁଛନ୍ତି, ଇଏ ତ କୋଠାଘର ଅଛି। ଆଉ ଆଜ୍ଞା ଯେତିକି ଇଏ ବର୍ତ୍ତମାନ ଯେତିକି ଦିଆହେଇଛି ସବୁ ଦିତାଲା ବାଲା, ସବୁ ଦିତାଲା କରିବା ପାଇଁ ଦିଆହେଇଛି। କେହି ଗୋଟିଏ ନାହାନ୍ତି ଯେ ପାଇବା ଯୋଗ୍ୟ। ମୁଁ ଲିଷ୍ଟ ନିଜେ ଦେଖିଛି, ସବୁ ଯାକ ଦୋତାଲା କରିବା ପାଇଁକା ଦିଆହେଇଛି। କିନ୍ତୁ ଆମେ ଅସୁବିଧାରେ ଭୋଗୁଛୁ, ଆମ ପାଇଁ କିଛି ନାହିଁ ଆଜ୍ଞା, କିଛି ନାହିଁ। ବାରମ୍ବାର ମୁଁ 3 ଥର ଖଣ୍ଡେ ଆସିଛି ଭିଡ଼ିଓକୁ ଦେଖା କରିବାକୁ, ଆଜ୍ଞା ଦେଖା ପାଇଲି ନାହିଁ, ଫେରିକି ଯାଏ। କଣ କରିବି, ଏମିତି ଅବସ୍ଥା ଭିତରେ ଥରେ ଆଇଲେ 500 1000 ଖର୍ଚ୍ଚ ହେଉଛି। କୋଉଠୁ ଆଣି ଖର୍ଚ୍ଚ କରିବି? ମୁଁ ନିଜ ଖର୍ଚ୍ଚ ତ ବର୍ତ୍ତମାନ ମୁଁ ସ୍ପାଇନାଲ ରୋଗୀ, ମୁଁ ଏକ୍ସରସାଇଜ କଲାବେଳେ ମୋର ମାସକୁ 12-14 ହଜାର ଖର୍ଚ୍ଚ। ନିଜେ ମେଡିସିନ ଖର୍ଚ୍ଚ 5,000, ତାପରେ ଛୁଆ ପିଲାଙ୍କର ଖର୍ଚ୍ଚ ଅଛି, ପିଲା ପାଠ ପଢୁଛନ୍ତି। କୋଉଠୁ ଆଣିବି? ମୁଁ ଯୋଉ ଅବସ୍ଥାରେ ରହୁଛି ସେଗୁରା ଯିଏ ଭଗବାନ ଜଗନ୍ନାଥ ଜାଣିଛନ୍ତି, ଆଉ କେହି ତା ବ୍ୟତୀତ କହିପାରିବେ। କାହାକୁ କହିବି ଏ ଜିନିଷ, ଏ ଦୁଃଖ ଜିନିଷ କାହାକୁ କହିବି? ବର୍ତ୍ତମାନ ବିଧାୟକ ହେଇଛନ୍ତି, ତାଙ୍କୁ ଫୋନ କଲାବେଳେ ସେ ଉଠଉନାହିଁ। ବର୍ତ୍ତମାନ ସିଏ କେବଳ ବିଜେଡି ବାଲାଙ୍କୁ ନେଇକିରି ପୁଣି ରାଜ ଚଲେଇଛନ୍ତି। ଆଉ କଣ କରିବା, ସେ ଆଗରୁ ଯାହା ଏଇନା ସେଇଆ।